ହେଉଛି ଓଡ଼ିଶା ପାଇଁ ଜୀବନ ରେଖା। ଏବଂ ମହାନଦୀର ଜଳ ବିବାଦ ଦୀର୍ଘଦିନ ଧରି ଟ୍ରିବ୍ୟୁନାଲରେ ଥିବା କାରଣରୁ ମହାନଦୀରେ ଯେଉଁ ପ୍ରକାର ଭାବରେ ରାଜ୍ୟ ସରକାର ଚାହୁଁଛନ୍ତି ମହାନଦୀର ପାଣିକୁ ଉପଯୋଗ କରିବା, ବିଭିନ୍ନ ବ୍ୟାରେଜ କରିକିରି ଚାଷ ଜମି ଠାରୁ ଆରମ୍ଭ କରିକିରି ଅନ୍ୟାନ୍ୟ କ୍ଷେତ୍ର ପାଇଁ ପିଇବା ପାଣି ପର୍ଯ୍ୟନ୍ତ ଜଳ ଯୋଗାଇବା, ଏସବୁ କାମ ଗୋଟେ ପ୍ରକାର ଅଟକି ଯାଇଛି। ଏବଂ ମୁଁ ଧନ୍ୟବାଦ ଦଉଛି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପ୍ରୟାସ କାରଣରୁ କେନ୍ଦ୍ରର ଜଳ ସମ୍ପଦ ମନ୍ତ୍ରୀ ଶ୍ରୀ ସି.ଆର୍. ପାଟିଲ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁଦେବ ସାଏ, ତା ସହିତ ଛତିଶଗଡ଼ ଏବଂ ଓଡ଼ିଶା ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଅନ୍ୟାନ୍ୟ ବୈଷୟିକ ଅଧିକାରୀମାନଙ୍କୁ ନେଇ ମହାନଦୀର ଜଳ ବିବାଦକୁ ସମାଧାନ କରିବା ପାଇଁ ଏକ ପ୍ରୟାସ ଆରମ୍ଭ ହୋଇଛି ଏବଂ ସେହି ପ୍ରୟାସ ସଫଳତା ଆଡ଼ିକୁ ଗତି କରୁଛି। ଏବଂ ବୈଠକ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ପ୍ରକାର ଆଶା ପୋଷଣ କରିଛନ୍ତି ଯେ ଆସନ୍ତା ଦୀପାବଳି ସୁଦ୍ଧା ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ସମ୍ଭବ ହେବା ପାଇଁ ଯାଉଛି। ଏବଂ ସେ ଦୃଷ୍ଟିରୁ ମଧ୍ୟ କେନ୍ଦ୍ରୀୟ ଜଳ ଆୟୋଗ ବା CWC ସେ ମଧ୍ୟ ଏକ ବୈଷୟିକ କମିଟି ଗଠନ କରିକିରି ଯେଉଁମାନେ ବସିଥିଲେ ଡକ୍ଟର ସି.ଆର୍. ଆମର ଜଳ ସମ୍ପଦ ବିଭାଗର ମନ୍ତ୍ରୀ ସି.ଆର୍. ପାଟିଲଙ୍କର ଉପସ୍ଥିତିରେ ସେ କମିଟି ଆଗରେ ରିପୋର୍ଟ ମଧ୍ୟ ପ୍ରଦାନ କରିବ ଯେ କୋଉ ଆଧାରରେ ମହାନଦୀର ଜଳର ବଣ୍ଟନ ହେବ। ଏବଂ ଆମର ମଧ୍ୟ ଭାରତୀୟ ଜନତା ପାର୍ଟିର ମଧ୍ୟ ଦୃଢ଼ ମତ ଯେ ମହାନଦୀର ଟୋପାଏ ମଧ୍ୟ ଜଳ ଯାହା ଉପରେ ଓଡ଼ିଶାର ଅଧିକାର ଅଛି, ସେ ଅଧିକାରରୁ ଓଡ଼ିଶା ବଞ୍ଚିତ ହେବା କଥା ନୁହଁ। ସେ ଦୃଷ୍ଟିରୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ସରକାରର ଅନ୍ୟାନ୍ୟ ଅଧିକାରୀ ଏବଂ ସମ୍ପର୍କିତ ମନ୍ତ୍ରୀମାନେ ମଧ୍ୟ ସଚେତନ ଅଛନ୍ତି, ସେ ଦୃଷ୍ଟିରୁ କାର୍ଯ୍ୟ ମଧ୍ୟ କରୁଛନ୍ତି। କିନ୍ତୁ ଆଜି ବିଜୁ ଜନତା ଦଳ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରିକିରି ବିଭିନ୍ନ ପ୍ରଶ୍ନ ଉଠାଯାଇଛି। ମୋତେ ଲାଗୁଛି ବିଜୁ ଜନତା ଦଳ ଯେଉଁ ପ୍ରକାର ଭାବରେ ନୈରାଶ୍ୟ ଭିତରେ ଅଛି, ସେ ନୈରାଶ୍ୟରୁ ବାହାରକୁ ବାହାରିବା ପାଇଁ ଏବଂ କେବଳ ମିଡିଆରେ ରହିବା ପାଇଁ ବୋଧହୁଏ ଏ ପ୍ରକାର ଅବାନ୍ତର ପ୍ରଶ୍ନ ସେ ଉଠାଉଛି। ଯେଉଁ ମହାଶୟ ପ୍ରଶ୍ନ ଉଠାଇଲେ ସେ ମହାଶୟ ଲମ୍ବା ସମୟ ଧରିକିରି ବିଧାୟକ ଥିଲେ ଏବଂ
ନବୀନ ବାବୁଙ୍କ ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ ଏବଂ ସେ ବିଧାୟକ ଏବଂ ମନ୍ତ୍ରୀ ଥିବା ସମୟରେ ଛତିଶଗଡ଼ର ଯେତେ ବ୍ୟାରେଜ ହେଇଛି ସମସ୍ତ ବ୍ୟାରେଜ ତାଙ୍କର ବିଧାୟକ ଏବଂ ମନ୍ତ୍ରିତ୍ୱ ସମୟରେ ହେଇଛି। ଦିନେ ହେଲେ ସେ କିମ୍ବା ତାଙ୍କର ସରକାର ନବୀନ ବାବୁଙ୍କର ସରକାର ତିଆରି ସମୟରେ ପ୍ରଶ୍ନ ଉଠେଇ ନଥିଲେ। ଯଦି କିଏ ପ୍ରଶ୍ନ ଉଠେଇଥିଲା 2003 ମସିହା ହଉ କି 2015 ମସିହା ହଉ ବାରମ୍ବାର ଆମେ ସେ ବିଷୟରେ ଭାରତୀୟ ଜନତା ପାର୍ଟିର ବିଧାୟକ ମାନେ ବିଧାନସଭାରେ ପ୍ରଶ୍ନ ଉଠେଇଥିଲେ। ନା ନବୀନ ବାବୁ କର୍ଣ୍ଣପାତ କଲେ ନା ତାଙ୍କର ତଥାକଥିତ ଏହି ବିଧାୟକ ମନ୍ତ୍ରୀ ମାନେ କର୍ଣ୍ଣପାତ କରିଥିଲେ। ସେତେବେଳେ କହିଥିଲେ କୌଣସି ଅସୁବିଧା ହବ ନାହିଁ ଓଡ଼ିଶାର। ଏବଂ 2016-17 ମସିହାରେ ସେ ସମୟରେ ଯିଏ ଜଳ ସମ୍ପଦ ବିଭାଗର ମୁଖ୍ୟ ଶାସନ ଜଳ ସମ୍ପଦ ବିଭାଗର ଯିଏ ସଚିବ ଥିଲେ ସେ ବିଭାଗର ମନ୍ତ୍ରୀ ନବୀନ ବାବୁ ନିଜେ ଥିଲେ ଲମ୍ବା ସମୟ ପର୍ଯ୍ୟନ୍ତ। ସେ ମଧ୍ୟ ଆପଣମାନଙ୍କ ପରି ମିଡିଆ ସାମ୍ନାକୁ ଆସିକରି ସାର୍ବଜନୀନ ଭାବରେ କହିଲେ ଛତିଶଗଡ଼ 100 ବନ୍ଧ କଲା ପରେ ମଧ୍ୟ ଓଡ଼ିଶାର କୌଣସି ଅସୁବିଧା ହବ ନାହିଁ। ଏ ମହାଶୟ ସେତେବେଳେ ବିଧାୟକ ଥିଲେ, ସେତେବେଳେ ମନ୍ତ୍ରୀ ବି ଥିଲେ। ୟା ଉପରେ ପଦେ ମୁହଁ ଖୋଲି ନଥିଲେ। କାହିଁକି ଖୋଲି ନଥିଲେ ତାର ଉତ୍ତର ପ୍ରଥମେ ସେ ଦେବାର ଆବଶ୍ୟକତା ଅଛି। କ'ଣ ପାଇଁ ଖୋଲି ନଥିଲେ? କ'ଣ ପାଇଁ ତାଙ୍କ ସରକାରଙ୍କର ଅଯୋଗ୍ୟତା କାରଣରୁ ତାଙ୍କରି ସରକାର ସମୟରେ ଛତିଶଗଡ଼ ଯେତେ ବ୍ୟାରେଜ କରିଛି ଯେତେ ଡ୍ୟାମ୍ କରିଛି ସବୁ ସେହି ସମୟରେ କରିଛି ଦିନେ ମଧ୍ୟ ପ୍ରଶ୍ନ ଉଠେଇ ନଥିଲେ। ଏବଂ ଓଲଟି ଏ ଉତ୍ତର ଦେବାର ଆବଶ୍ୟକତା ଅଛି। 24 ବର୍ଷରୁ ପାଖାପାଖି 20-22 ବର୍ଷ ଧରିକରି ନବୀନ ବାବୁ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ଥିଲେ। ମହାନଦୀରେ ନା ଗୋଟେ ବ୍ୟାରେଜ କଲେ ନା ମହାନଦୀର ଯୋଉ ଶାଖା ନଦୀ ଅଛି କୌଣସି ଜାଗାରେ ବ୍ୟାରେଜ କଲେ। ଗୋଟେ ପ୍ରଶ୍ନର ଉତ୍ତରରେ ମଧ୍ୟ କହିଥିଲେ ମୁଖ୍ୟମନ୍ତ୍ରୀ ତତ୍କାଳୀନ ତରଫରୁ ବିଧାନସଭା ଭିତରେ କ୍ୱେଶ୍ଚିନ୍ ଦେଖି ନିଅନ୍ତୁ। ନବୀନ ବାବୁଙ୍କ ସରକାର ସମୟରେ ମହାନଦୀରେ ନା ଗୋଟିଏ ମେଗା ନା ଗୋଟିଏ ମିଡିୟମ ନା ମାଇନର ପ୍ରୋଜେକ୍ଟ କରାଯାଇଛି ମହାନଦୀର ଜଳକୁ ସଂରକ୍ଷଣ କରି ରଖିବା ପାଇଁ ଓଡ଼ିଶାବାସୀଙ୍କୁ କାମରେ ଲଗାଇବା ପାଇଁ। ଯଦି ଦୀର୍ଘ ଦିନ ଭିତରେ ମହାନଦୀର ପାଣିକୁ ସଂରକ୍ଷଣ କରିକି ରଖିବା ପାଇଁ କିଛି କରିପାରିଲ ନାହିଁ ଏବଂ ମହାନଦୀର ସମସ୍ୟାକୁ ସମାଧାନ ନ କରିକି ଟ୍ରିବ୍ୟୁନାଲକୁ ଦେଇକରି ସବୁ କାମକୁ ବନ୍ଦ ରଖେଇଲ ଏବଂ ଟ୍ରିବ୍ୟୁନାଲକୁ ତଥ୍ୟ ବି ଦେଲ ନାହିଁ, ଆଜି ଅଧିକାର କୋଉଠି ଅଛି ପ୍ରଶ୍ନ ପଚାରିବା ପାଇଁ ବିଜୁ ଜନତା ଦଳର? ଭାରତୀୟ ଜନତା ପାର୍ଟି ଓଡ଼ିଶା ଲୋକଙ୍କ ପାଇଁ ଓଡ଼ିଶାର ଚାଷୀ କୂଳ ପାଇଁ ସମର୍ପିତ ରାଜନୈତିକ ଦଳ। ସେହି ଆଧାରରେ ମହାନଦୀ ବିବାଦର ସମାଧାନ କରିବ ଏବଂ ମହାନଦୀ ବିବାଦର ସମାଧାନ କରିକିରି ମହାନଦୀର ଜଳକୁ ସଂରକ୍ଷଣ କରିବା ଏବଂ ମହାନଦୀର ଜଳକୁ ପୁରା ଓଡ଼ିଶାବାସୀଙ୍କର ପିଇବା ପାଣି ଠାରୁ ଆରମ୍ଭ କରିକିରି ଚାଷ କାମରେ କେମିତି ଲାଗିବ ସେ ଦୃଷ୍ଟିରୁ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛି ଏବଂ ସେ ଯୋଜନାର ଏକ ଅଂଶ ହେଉଛି ଯେ ଯେଉଁ ଟ୍ରିବ୍ୟୁନାଲରେ ଥିବା କାରଣରୁ କୌଣସି କାମ କରାଯାଇ ପାରୁନାହିଁ ସେ ଟ୍ରିବ୍ୟୁନାଲରୁ ସେ ବିବାଦକୁ ଆଣି ଆପୋଷ ଆଲୋଚନା ମାଧ୍ୟମରେ ସମାପ୍ତ କରିବା ସହିତ ମହାନଦୀକୁ ପୁରା ସାଧାରଣ ଲୋକଙ୍କ ପାଖରେ ଚାଷୀ କୂଳ ପାଖରେ ପହଞ୍ଚାଇବା ମହାନଦୀର ପାଣି ପାଇଁ ପ୍ରୟାସରତ ଅଛି। ଏବଂ ମୋତେ ଲାଗୁଛି ବିଜୁ ଜନତା ଦଳ ବି ବେଳେବେଳେ ପିଲାଳିଆମି କରୁଛି। ପ୍ରଶ୍ନ ପଚାରିଲେ କ'ଣ ଆଲୋଚନା ହେଲା ସାର୍ବଜନୀନ କରୁ। ଆରେ ଆଲୋଚନା ସମାପ୍ତ ହେଇନାହିଁ।
କୌଣସି ଜାଗାରେ ଏ ପ୍ରକାର କରାଯାଏ ଉଭୟ ସରକାରଙ୍କ ଭିତରେ ଯେତେବେଳେ ଚର୍ଚ୍ଚା ଆଲୋଚନା ହେଉଛି ସମାପ୍ତ ନ ହେବା ପୂର୍ବରୁ କୌଣସି କଥାଟା ବାହାରେ ପ୍ରକାଶ କରାଯାଏ। ଏତିକି ତ କମ ସେ କମ ବିଜୁ ଜନତା ଦଳ ନେତାମାନଙ୍କ ପାଖରେ ଜ୍ଞାନ ରହିବାର ଆବଶ୍ୟକତା ଅଛି। ତେଣୁ ବିଜୁ ଜନତା ଦଳ କାହିଁକି ମହାନଦୀର ଜଳ ସମସ୍ୟା ହେଲା, କଣ ତାଙ୍କର ଅଯୋଗ୍ୟତା ଥିଲା, ସେ ଆତ୍ମସମୀକ୍ଷା ନ କରିକିରି ଏ ପ୍ରକାର ପ୍ରଶ୍ନ ଉଠେଇବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା। ଏବଂ ପୁଣି ମୁଖ୍ୟମନ୍ତ୍ରୀଙ୍କର ପ୍ରୟାସ, ଯେଉଁ ପ୍ରୟାସ କାରଣରୁ ଆଜି ମହାନଦୀର ଜଳ ବିବାଦର ସମସ୍ୟା ସମାଧାନ ହେବା ପାଇଁ ଯାଉଛି, ସେ ଦୃଷ୍ଟିରୁ ମୁଁ ନିଶ୍ଚିତ ଭାବରେ